ଦୁଇ ଜଣଙ୍କ ପାଇଁ ଆପଣଙ୍କୁ ନେବାକୁ ପଡ଼ିବ 2 ମୁଠା ବୁଟ ଡାଲି। ତାକୁ ଆପଣ ଘଣ୍ଟେରୁ 1.5 ଘଣ୍ଟା ଗୋଟେ ଗ୍ଲାସ୍ ପାଣିରେ ବତୁରେଇବେ। ଆଉ ମୁଁ ଏଠାରେ ଗୋଟେ ପ୍ରେସର କୁକର ନେଇଛି। ପ୍ରେସର କୁକରରେ ମୁଁ ଏବେ ସେ ଯେଉଁ 2 ମୁଠା ଡାଲିକୁ ବତୁରେଇକି ରଖିଥିଲି ତାକୁ ଏଥିରେ ପକେଇଛି। ଆଉ ସେଥିରେ କିଛିଟା ଲୁଣ ଆଉ ହଳଦୀ ଆଉ ତେଲ ଟିକେ ଆଡ଼ କରିଛି। ତେଲ ଆମେ ପକାଉଛେ ନ ଉତରିବା ପାଇଁ। କ୍ୟୁବ୍ ସାଇଜ୍ର ଆଳୁ ଆଉ କଖାରୁ କାଟିକି ରଖିଛି, ତାକୁ ବି ଏଥିରେ ଆଡ଼ କରିଦେବା। ଓକେ, ଦେନ୍ ପ୍ରେସର କୁକର ଢାଙ୍କୁଣି ଦେଇକି 2ଟା ସିଟି ପର୍ଯ୍ୟନ୍ତ ୱେଟ୍ କରିବା। ଏଠି ଅଦା ଆଉ ରସୁଣ ବାଟି ଆମେ ରେଡ଼ି କରିଦେଇଛି। ଆମେ ଏଥିରେ ଛେଚିଦେବା ଏଟାକୁ। ଦେନ୍ ଏପଟେ କଡ଼େଇ ବି ଗରମ ହେଲାଣି, ଏଥିରେ ତେଲ ପକାଇକି ସେଥିରେ ପିଆଜ ପରେ କଡ଼େଇ ଆମର ଗରମ ହେଇଯାଇଛି। ଏବେ ଆମେ ଏଥିରେ ତେଲ ପକାଇ ନେବା। ଓକେ, ପିଆଜ ପାଚିଲା ଟିକେ ତେଲ ପକାଇବାକୁ ପଡ଼ିବ। ମନେ ରଖନ୍ତୁ ରିଫାଇନ୍ ତେଲ ହିଁ ପକାଇବେ, ମାନେ ସନଫ୍ଲାୱାର। ଆଉ ସୋରିଷ ଯେଉଁ ବି ୟୁଜ୍ କରିବେ ନାହିଁ, କେବଳ ଆମେ ଏଥିରେ ଜିରା ଦେବା। ଏବେ ଦେନ୍ ଟିକେ ରେଡ୍ କଲର୍ ହେବା ପାଇଁ ଆମେ ଏଥିରେ ଟିକେ ଚିନି ପକାଇଦେବା। ଜିରା ପରେ ଆମେ ଏଥିରେ ପକାଇଦେବା ପିଆଜ। ପିଆଜ ମୁଁ କାଟିଛି, ତାକୁ ଖାଲି ଛାଡ଼ିବାରେ ଟିକେ ଅଛି। ପିଆଜ ଟିକେ ଲାଗିଥିଲା ତ ତାକୁ ଟିକେ ମୁଁ କିଛି ପଥର ବର୍ତ୍ତମାନ ମାନେ ଆଡ଼େଇ ଦେଲି। ଏବେ ପିଆଜ ଭାଜିବା ଭିତରେ ପାଖାପାଖି 1 ମିନିଟ୍ ଭଳିଆ ଲାଗିଯିବ। ତା ଭିତରେ ଆମେ ଅଦା ରସୁଣକୁ ଛେଚିଦେବା। ଏଠି ଅଦା ରସୁଣ ମୋର ବର୍ତ୍ତମାନ ଛେଚି ହେଇଯାଇଛି। ପିଆଜ ଭାଜି ବି ହେଇଗଲାଣି। ଆମେ ଏବେ ଟମାଟୋ ପକାଇବା। ଟମାଟୋ ପକାଇ ନେଲି। ଟମାଟୋ ଲଙ୍କା ମୋର ଅଧିକା ଭାଜିବା ଦରକାର ନାହିଁ, ତେଣୁ ମୁଁ ଲଙ୍କାକୁ ଟମାଟୋ ପକାଇବା ପରେ ହିଁ ପକାଉଛି। ଏବେ ଜଷ୍ଟ ସେମିତି ସିଝି ସେଇଟା ଉପରେ ରହିବ, ପୁରା ଲଙ୍କାକୁ ମୁଁ ଛାଣିବା। ମୁଁ ତାକୁ ସ୍ପ୍ରିଙ୍ଗ ଅନିଅନ୍ ଅଛି, ମୁଁ ତାକୁ ବି ପକାଇଦେବି। ୟା ପରେ ଡାଲିରେ ମୁଁ ଅଲରେଡ଼ି ଲୁଣ ପକାଇଥିଲି, ତେଣୁ ଏଠି ମାତ୍ର ମସଲା ଯେତିକି କଷିବା ପାଇଁ ହେଇଥିଲି ସେତିକି ଲୁଣ ମୁଁ ଏଠି ପକାଇ ନେବି। ପୁରା 1/2 ଚାମଚ ଭଳି ହଳଦୀ ମୁଁ ଡାଲିରେ ପକାଇଛି, ସେଠିକି ଏଠି ମସଲାରେ ମୁଁ ଅଳ୍ପ ହଳଦୀ ପକାଇ ନେବି। ଦେନ୍ ଟିକେ ଲଙ୍କାଗୁଣ୍ଡ ପକାଇ ନେବା। ଦେନ୍ ଅଦା ଆଉ ରସୁଣକୁ ଯେଉଁ ମୁଁ ବାଟିଥିଲି, ଛେଚିଥିଲି, ସେଟାକୁ ପକାଇ ଦେଉଛି। ଏଥିରେ ମୁଁ ପିଆଜର ସେ ଯେଉଁ ପତ୍ରଟା ବି ବାଟିଥିଲି, ତ ସେଇଠୁ ସେଇଟା ଦେଖାଯାଉଛି। ମସଲାଟା ସିଝିବା ପାଇଁ ମୁଁ ଟିକେ ଗରମ ପାଣି କରିଥିଲି, ଗରମ ପାଣି ଟିକେ ପକାଇଦେବା। ଦେନ୍ ଆମ ସେ ଯେଉଁ ଗୁଣ୍ଡ ମସଲା ତାକୁ ମଧ୍ୟ ଆମେ ଗରମ ପାଣି ଦେଇକି ତାକୁ ଟିକେ ମାନେ ଗୋଳେଇକି ତାକୁ ପକାଇବା। ଏବେ ଆମେ ଗୁଣ୍ଡ ମସଲାର ମିକ୍ସଟା ଟିକେ ପ୍ରିପେୟାର କରିବା। ସେଥିରେ ଟିକେ କରି ପାଉଡ଼ର ଆଡ଼୍ କରିବା। ଦେନ୍ ଛୋଲେ ମସଲା ଟିକେ ଆଡ଼୍ କରିବା। ଛୋଲେ ମସଲା ଦେଖ ନିହାତି ଆପଣ ଆଡ଼୍ କରିବେ, ସେଟା ଟେଷ୍ଟଟାକୁ ଟିକେ ଏନହାନ୍ସ କରାଏ। ଦେନ୍ ଟିକେ ମିଟ୍ ମସଲା ବି ଆଡ଼୍ କରିବା। ଦେନ୍ ଧନିଆ ପାଉଡ଼ର ଆଉ ଜିରା ପାଉଡ଼ର ଟିକେ ଆଡ଼୍ କରିବା। ଦେନ୍ ଏଥିରେ ଟିକେ ଗରମ ପାଣି ପକାଇ ତାକୁ ଗୋଳେଇ ଦେବା, ଯାହାଫଳରେ କି ଗୁଣ୍ଡ ମସଲାଟା ପୁରା ବତୁରିକି ତା ଦେହରେ ରହିବ ଆଉ ସବୁଆଡ଼େ ସ୍ପ୍ରେଡ୍ ହେଇକି ଆମର କଷି ହେବ। ଦେନ୍ ଏହାକୁ ଆମେ କଡ଼େଇରେ ପକାଇକି ଟିକେ ଭଲସେ ଘାଣ୍ଟି ଦେବା। ମସଲା ପକାଇ ସାରିଲା ପରେ ଦେନ୍ ଆମେ ପକାଇବା କସ୍ତୁରୀ ମେଥି। ଆମର ଏପଟେ ଡାଲି ରେଡ଼ି ହୋଇସାରିଛି। ଆମେ ଏବେ ଚେକ୍ କରିଦେବା ଡାଲିଟା ଠିକ୍ ସିଝିଛି କି ନାହିଁ। ଡାଲି ଆମର ସିଝି ଯାଇଛି। 2ଟା ସିଟି ଦେଲା ପରେ ମୁଁ ଟିକେ ସିମ୍ କରି ତାକୁ ରଖିଥିଲି, ତ ଏତିକି ଭିତରେ ଡାଲି, କଖାରୁ, ଆଳୁ ପୁରା କମ୍ପ୍ଲିଟଲି ସିଝି ଯାଇଛି। ବେଶୀ ସିଝିଲେ ବି ପ୍ରୋବ୍ଲେମ୍ ନା, ପୁରା ଘୋଳ ହେଇଯିବ। ତେଣୁ ଆପଣ ବେଶୀ ସିଝେଇବେନି, 2ଟା ସିଟି ହିଁ ଦେବେ ଯଦି ଆପଣ 1 ଘଣ୍ଟା ବତୁରୁଛନ୍ତି। ତ ଟିକେ ହାଲକା ମୁଁ ପାଣି ଦେଇଛି, ସବୁ ମସଲା ବି ପଡ଼ିଯାଇଛି। ଏବେ ଲାଷ୍ଟରେ ମୁଁ ମୋର ମାଷ୍ଟର ଷ୍ଟ୍ରୋକ୍ ମସଲା ମ୍ୟାଗି ମସଲାକୁ ପକାଇବି। ପୁରା ସବା ଲାଷ୍ଟରେ ମୁଁ ଏବେ ପକାଇବି ଗରମ ମସଲା। ଦେଖନ୍ତୁ ସବୁ ମସଲା ବି ପଡ଼ିଗଲା। ଏବେ ଗ୍ରେଭିର କେମିତି କଲର୍ ଆସୁଛି, ଗ୍ରେଭି ତ ନୁହଁ, ମସଲା ପୁରା କଷି ହେଇଯାଇଛି। ଏବେ ଆମେ ପକାଇବା ଆମର ଯେଉଁ ବୁଟ ଡାଲି ଯାହା ଅଛି ସବୁ। ବୁଟ ଡାଲିକୁ ଏଥିରେ ପକାଇଦେଲି।
ବୋତଲରେ ବିଲକୁଲ ପାଣି ନଥିଲା ତ ଗରମ ପାଣି ମୁଁ କରିଥିଲି, ଗରମ ପାଣି ଦେଇକି ଢାଳିଦେଲି ଏଥିରେ। ଏବେ ଆମେ ୟାକୁ ପୁରା ଭଲସେ ପୁରା ଫୁଲ୍ ଫ୍ଲେମ୍ ଦେଇକି ଫୁଟାଇବା ଟିକେ, ଆଉ ଟିକେ ସିଝିବାକୁ ଦେବା ଆଉ ଟିକେ, ଦେନ୍ ଆମର ହେଇଯିବ ରେଡ଼ି। ଏବେ ଆମର ତରକାରୀଟି ଫୁଟି ଯାଇଛି। ମୋ ପାଖରେ ଧନିଆ ପତ୍ର ନଥିବାରୁ ମୁଁ ପକାଇ ପାରୁନି, ଆପଣ କିନ୍ତୁ ଲାଷ୍ଟରେ ପୁରା ଧନିଆ ପତ୍ର ପକାଇ ନେବେ। ଇଏ ହେଲା ତରକାରୀର ଫାଇନାଲ୍ ଲୁକ୍ସ। ୟାକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇପାରିବେ। ମୁଁ ଭାତ ସହିତ ଖାଇଲି। ତରକାରୀର ଟେଷ୍ଟ ବହୁତ ହି ଭଲ ଥିଲା। ଆପଣ ନିଜେ ବି ଆପଣଙ୍କ ଘରେ ଟ୍ରାଏ କରନ୍ତୁ, ନିଶ୍ଚୟ ଭଲ ଲାଗିବ।